ସାର୍ ଆପଣ ଗତ ଥର କହିଥିଲେ ଯୀଶୁ ହେଉଛନ୍ତି ପଥ ସତ୍ୟ ଜୀବନ, ତାହାଙ୍କ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ତ ମୋର ଏଠି ପ୍ରଶ୍ନ ହେଉଛି, ବାସ୍ତବରେ ସେ ପିତା କିଏ? ଦେଖନ୍ତୁ, ଆପଣ ଯେମିତି ପ୍ରଶ୍ନ କଲେ କି ଯୀଶୁଙ୍କର ପିତା କିଏ, ସେମିତି ଅନେକ ଲୋକ ପ୍ରଶ୍ନ କରନ୍ତି ଯେ ଯୀଶୁଙ୍କର ପିତା କିଏ। ଆଉ ସେଇ ପ୍ରଶ୍ନ ସେମାନେ କାହିଁକି କରନ୍ତି? କାରଣ ଯୀଶୁ କୋଉଠି ନା କୋଉଠି ପିତାଙ୍କ ବିଷୟରେ କହିଅଛନ୍ତି। ଯେମିତିକି ଆମେ ଦେଖିଲେ କ'ଣ, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ତ ଏଇ ପଦରେ ଯେଉଁ କହିଲେ ପିତାଙ୍କ ନିକଟକୁ ଯାଏ ନାହିଁ, ମାନେ ପିତା କିଏ ଗୋଟେ ଅଲଗା ଅଛନ୍ତି, ଆଉ ଯୀଶୁ ସେଇ ଈଶ୍ୱର ନୁହନ୍ତି, ସେ ପିତା ଅଲଗା। ଏମିତି ଅନେକ ଲୋକ ଭାବନ୍ତି। ଅନେକ ଲୋକମାନେ ଯୀଶୁଙ୍କ ସହିତ ନିଜର ଧର୍ମକୁ ଯୋଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ସେମାନେ କ୍ଲେମ୍ କରୁଛନ୍ତି କି ଯୀଶୁଙ୍କର ପିତା ଇଏ, ଯୀଶୁଙ୍କର ପିତା ସିଏ, XYZ, ଯାହାଙ୍କର ବି ନାମ ନେଇକି ସେମାନେ କହୁଅଛନ୍ତି ଯେ ଯୀଶୁଙ୍କର ଇଏ ହେଉଛନ୍ତି ପିତା, ବିଭିନ୍ନ ଧର୍ମର ଲୋକମାନେ। କିନ୍ତୁ ବାସ୍ତବରେ ଯୀଶୁଙ୍କର ପିତା କିଏ, ଆଜି ବାଇବଲରୁ ଆପଣଙ୍କୁ ମୁଁ କ୍ଲିୟର ଆନ୍ସର ଦେବି, ଆଉ ଆପଣ ଜାଣିପାରିବେ ଯେ ଯୀଶୁଙ୍କର ପିତା ବାସ୍ତବରେ କିଏ। କାରଣ ବାଇବଲରେ ହିଁ ଲେଖା ହେଇଛି ଯେ ଯୀଶୁ କହୁଛନ୍ତି ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ତାର ଅର୍ଥ ହେଉଛି ଆମେ ସେ ବାଇବଲରୁ ପାଇଲୁ ସେ ଉତ୍ତର। ତାହେଲେ ବାଇବଲରେ ହିଁ ଉତ୍ତର ଦିଅ ତାଙ୍କ ପିତା କିଏ। ତ ସେଇଟା ମୁଁ ଆପଣଙ୍କୁ ବର୍ତ୍ତମାନ ଉତ୍ତର ଦେବି। ତ ଆମମାନଙ୍କୁ ପ୍ରଥମେ ଜାଣିବାକୁ ପଡ଼ିବ ଯୀଶୁ ଖ୍ରୀଷ୍ଟଙ୍କର ବ୍ୟାକଗ୍ରାଉଣ୍ଡ। ଯୀଶୁ ବାସ୍ତବରେ କେଉଁ ବ୍ୟାକଗ୍ରାଉଣ୍ଡର ବ୍ୟକ୍ତି ଥିଲେ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଯୀଶୁ ଖ୍ରୀଷ୍ଟ ଇସ୍ରାଏଲ ଦେଶରେ ବସବାସ କରୁଥିଲେ, କାରଣ ସେ ନିଜେ ଜଣେ ଇସ୍ରାଏଲୀୟ ଥିଲେ, ଇସ୍ରାଏଲ ବଂଶର ଲୋକ ଥିଲେ, ଆଉ ଜିହୁଦୀ ଥିଲେ। ଆଉ ଯେହେତୁ ସେ ଜିହୁଦୀ ଥିଲେ, ଜିହୁଦୀ ଲୋକମାନଙ୍କ ସହିତ ତାଙ୍କର ଚଲାବୁଲା, ଉଠା ବସା, ପୁଣି ତାଙ୍କର କଥାବାର୍ତ୍ତା ଥିଲା, ଓ ଅନେକ ଆଲୋଚନା ସେ ଯେତିକି ବି କରିଛନ୍ତି ଜିହୁଦୀ ଲୋକମାନଙ୍କ ସହିତ ପ୍ରାୟତଃ କରିଅଛନ୍ତି। ତ ଆମେ ଯଦି ଦେଖିବା, ଯୀଶୁ ଖ୍ରୀଷ୍ଟ ଥରେ ଯେତେବେଳେ ଜିହୁଦୀ ଲୋକମାନଙ୍କ ସହିତ ଆଲୋଚନା କରୁଥିଲେ, ସେହି ସମୟରେ ଯୀଶୁ ସେମାନଙ୍କୁ କହୁଅଛନ୍ତି, ମୋହର ପିତା ଯାହାକୁ ତୁମମାନେ ନିଜର ଈଶ୍ୱର ବୋଲି କହୁଅଛ, ସେ ମୋର ଗୌରବ କରୁଅଛନ୍ତି। ଅର୍ଥାତ୍ ଯୀଶୁ କହୁଛନ୍ତି, ତୁମେ ଯାହାକୁ ନିଜର ଈଶ୍ୱର ବୋଲି କହୁଅଛ, ସେ ମୋହର ପିତା ଅଟନ୍ତି। ତ ଆମର ଏଠି ଜାଣିବାର ବିଷୟ ହେଉଛି, ଜିହୁଦୀ ମାନେ କାହାକୁ ଈଶ୍ୱର ବୋଲି ମାନୁଥିଲେ। ସେଥିପାଇଁ ଆମମାନଙ୍କୁ ବାଇବଲର ପୁରାତନ ନିୟମକୁ ଦେଖିବାକୁ ପଡ଼ିବ, ଯାହାକୁ କି ଟନକ କୁହାଯାଏ। ଆଉ ସେ ଟନକ ଭିତରେ ଟୋରା ଅଛି। ଟୋରା ମାନେ ହେଉଛି ବାଇବଲର ପ୍ରଥମ 5ଟି ପୁସ୍ତକ, ଯେଉଁଟାକି ମୋଶା ଲେଖିଥିଲେ। ଆଉ ଜିହୁଦୀ ଲୋକମାନେ ସେଇ ସମସ୍ତ ବିଷୟକୁ ମାନନ୍ତି ଏବଂ ପାଳନ କରନ୍ତି। ତ ସେଇ ସମସ୍ତ ବିଷୟ ଯେଉଁଟା ଅଛି, ତାହା ହେଉଛି ଜିହୁଦୀମାନଙ୍କର ଧର୍ମଶାସ୍ତ୍ର। ତ ଜିହୁଦୀମାନଙ୍କର ଯେଉଁଟା ଧର୍ମଶାସ୍ତ୍ର ଥିଲା, ସେଇ ଧର୍ମଶାସ୍ତ୍ରକୁ ଯଦି ଆମେ ଦେଖିବା, ଆମମାନେ ଜାଣିବାକୁ ପାଉଛୁ ଯେ ଜିହୁଦୀମାନେ ଯେଉଁ ପରମେଶ୍ୱରଙ୍କର ଉପାସନା କରୁଥିଲେ, ତାହାଙ୍କର ନାମ ହେଉଛି ଜିହୋବା, ବା ତାଙ୍କୁ ୟାହ୍ୱେ କୁହାଯାଏ। ତ ୟାହ୍ୱେ ହେଉଛନ୍ତି ଗଡ୍ ବା ଈଶ୍ୱର, ଯିଏକି ସମଗ୍ର ପୃଥିବୀକୁ ସୃଷ୍ଟି କରିଛନ୍ତି, ସୃଷ୍ଟିକର୍ତ୍ତା ସେ ଅଟନ୍ତି। ତ ଜିହୁଦୀ ମାନେ ୟାହ୍ୱେ ପରମେଶ୍ୱର ବା ଜିହୋବା ପରମେଶ୍ୱରଙ୍କର ଉପାସନା କରୁଥିଲେ। ତ ଯୀଶୁ କହୁଛନ୍ତି, ତୁମେ ଯେଉଁ ପରମେଶ୍ୱରକୁ ନିଜର ପରମେଶ୍ୱର ବୋଲି କହୁଅଛ, ୟାହ୍ୱେକୁ, ସେ ମୋର ପିତା ଅଟନ୍ତି। ତ ଯୀଶୁ ଏଇଠି କ୍ଲିୟର କରିଦେଉଛନ୍ତି ଯେ ତାଙ୍କର ପିତା ଜିହୋବା ଅଟନ୍ତି। ତ ଆମେ କନଫର୍ମ ହେଇଯାଉଛୁ ଯେ ଯୀଶୁଙ୍କର ପିତା XYZ ନୁହଁ, କିନ୍ତୁ ଜିହୋବା ପରମେଶ୍ୱର। ଆଚ୍ଛା, ଆପଣ କହିବା ଅନୁସାରେ ଜିହୁଦୀ ଲୋକ ବା ଇସ୍ରାଏଲ ଲୋକମାନେ ଯାହାକୁ ଈଶ୍ୱର ବୋଲି ମାନୁଛନ୍ତି, ବା ଯୀଶୁ ଯାହାକୁ ପିତା ବୋଲି କହୁଅଛନ୍ତି, ବାସ୍ତବରେ ସେ କ'ଣ ସେମ୍ ନା କିଛି ଅଲଗା ଅଛି? ଏକ୍ଜାକ୍ଟଲି ସେଇ ବିଷୟ ମୁଁ କହିବାକୁ ଚାହୁଁଛି ଯେ ଯୀଶୁ ଯାହାକୁ ପିତା ବୋଲି କହୁଥିଲେ ଏବଂ ଇସ୍ରାଏଲ ଲୋକମାନେ ଯାହାକୁ ଈଶ୍ୱର ବୋଲି କହୁଥିଲେ, ସେ ଏକ ବ୍ୟକ୍ତି ଅଟନ୍ତି, ଆଉ ସେ ହେଉଛନ୍ତି ଜିହୋବା ପରମେଶ୍ୱର। ଆଚ୍ଛା, ଆପଣ ଯଦି ସେମ୍ କହୁଛନ୍ତି, ତାହେଲେ ଆପଣ କିଛି ପ୍ରମାଣ ଦେଖିପାରିବେ କି ବାଇବେଲରୁ? ନିଶ୍ଚୟ। ଦେଖନ୍ତୁ, ଆମେ ଯଦି ଯୀଶୁଙ୍କର ଜୀବନୀକୁ ଦେଖିବା, ଯୀଶୁ ଖ୍ରୀଷ୍ଟ ଜିହୁଦୀମାନଙ୍କ ନିକଟରେ ବସବାସ କରୁଥିଲେ, କାରଣ ସେ ନିଜେ ଗୋଟେ ଜିହୁଦୀ ଥିଲେ। ଆଉ ମ୍ୟାକ୍ସିମମ୍ ଟାଇମ୍ରେ ଯେତେବେଳେ ବି ସେ ଶିକ୍ଷା ପ୍ରଦାନ କରୁଥିଲେ କି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ସମସ୍ତ କଥାବାର୍ତ୍ତା ତାହାଙ୍କର ଟୋରା ଉପରେ ଆଧାରିତ ଥିଲା ବା ଟନକ ଉପରେ ଆଧାରିତ ଥିଲା। ତ ସେଇଟାକୁ ଆଧାରିତ କରିକି ହିଁ ଯୀଶୁ ସର୍ବଦା କଥାବାର୍ତ୍ତା କରୁଥିଲେ। ଆପଣ ଯଦି ଦେଖିବେ, ଯୀଶୁ ଖ୍ରୀଷ୍ଟ ଥରେ ଯେତେବେଳେ ବାପ୍ତିଜିତ ହେଲେ, ବାପ୍ତିଜିତ ହେଇକି ଯେତେବେଳେ ଉଠି ଆସିଲେ, ସେହି ସମୟରେ ଆକାଶରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମର ପରମ ସନ୍ତୋଷ। ସେଇଟା ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ କହିଲେ। ତାର ଇମିଡ଼ିଏଟ୍ କିଛି ମୁହୂର୍ତ୍ତ ପରେ ଶୈତାନ ଯୀଶୁଙ୍କୁ ପରୀକ୍ଷା କରିବା ନିମନ୍ତେ ତାଙ୍କ ନିକଟକୁ ଆସିଲା, ଯେତେବେଳେ ଯୀଶୁ ପ୍ରାନ୍ତର ମଧ୍ୟକୁ ଗଲେ ଉପବାସ ପ୍ରାର୍ଥନା କରିବା ନିମନ୍ତେ। ତ ଯୀଶୁ ଯେତେବେଳେ ଉପବାସ ପ୍ରାର୍ଥନା କରୁଛନ୍ତି, ସେଇ ମଧ୍ୟରେ ଶୈତାନ ଆସିକି ତାଙ୍କୁ ପରୀକ୍ଷା କରୁଛି। ଯେମିତିକି ପ୍ରଥମ ବିଷୟ ହେଉଛି, ସେ ଯୀଶୁଙ୍କୁ କହୁଛି,
ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର ତେବେ ଏଇ ପଥରକୁ ରୁଟି କରି ଖାଅ। କାରଣ ଈଶ୍ୱର କିଛି ସମୟ ପୂର୍ବରୁ କହିଥିଲେ ଏ ଆମର ପ୍ରିୟ ପୁତ୍ର, ତ ସେ ସେଇଟାକୁ ଚ୍ୟାଲେଞ୍ଜ କରୁଛି ଯେ ତୁମେ ଯେବେ ଈଶ୍ୱରଙ୍କ ପୁତ୍ର ତେବେ ପଥରକୁ ରୁଟି କରି ଖାଅ। ତ ଯୀଶୁ ସେଇ ଶୈତାନକୁ କ'ଣ ଉତ୍ତର ଦେଲେ ଆପଣ ଜାଣିଛନ୍ତି? ଯୀଶୁ କହିଲେ ବାକ୍ୟରେ ଲେଖା ଅଛି ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ କିନ୍ତୁ ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ତ ସେଇ ବାକ୍ୟ କୋଉଠି ଲେଖା ହେଇଛି ଯଦି ଆମେ ଦେଖିବା ସେଟା ଟୋରା ବା ଦ୍ୱିତୀୟ ବିବରଣୀ ତାର 8 ଅଧ୍ୟାୟ 3 ପଦରେ ଲେଖାଯାଇଅଛି। ତ ପୁରାତନ ନିୟମର ବାକ୍ୟକୁ ଯୀଶୁ କୋଟ୍ କଲେ, ଅର୍ଥାତ୍ ଜିହୁଦୀ ମାନଙ୍କର ଧର୍ମଶାସ୍ତ୍ରକୁ ସେ କୋଟ୍ କରିକି କହିଲେ। ପୁଣି ଦ୍ୱିତୀୟ ପରୀକ୍ଷା ସେ କ'ଣ କଲା ଜାଣିଛନ୍ତି? ସେ ଯୀଶୁ ଖ୍ରୀଷ୍ଟଙ୍କୁ ଗୋଟେ ଉଚ୍ଚ ସ୍ଥାନକୁ ନେଇଗଲା ଏବଂ ସେ କହିଲା ତୁମ୍ଭେ ଏଇଠୁ ତଳକୁ ଡେଇଁ ପଡ଼, କାରଣ ବାକ୍ୟରେ ଲେଖା ଅଛି ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ ଏଥି ନିମନ୍ତେ ଦୂତମାନେ ତୁମକୁ ତୋଳି ଧରିବେ। ସେତେବେଳେ ଯୀଶୁ ତାଙ୍କୁ ଉତ୍ତର କ'ଣ ଦେଲେ ଜାଣିଛନ୍ତି? ଯୀଶୁ ତାଙ୍କୁ କହିଲେ ତୁମ୍ଭେ ପ୍ରଭୁ ଆପଣା ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। ସେଇଟା କେଉଁ ବାକ୍ୟ ଲେଖା ହେଇଛି ଜାଣିଛନ୍ତି? ତାହା ଦ୍ୱିତୀୟ ବିବରଣୀ 6 ଅଧ୍ୟାୟ 16 ପଦରେ ଲେଖାଯାଇ ଅଛି। ତ ସେଇଟା କ'ଣ? ସେଇଟା ଟୋରା, ଜିହୁଦୀ ମାନଙ୍କର ଶାସ୍ତ୍ର, ପୁରାତନ ନିୟମର ଶାସ୍ତ୍ର। ବାଇବଲ ହିସାବରେ ସେଇଟା ବାଇବଲର ପୁରାତନ ନିୟମର ଶାସ୍ତ୍ର। ପୁଣି ତୃତୀୟରେ ଶୈତାନ କ'ଣ କଲା ଜାଣିଛନ୍ତି? ଯୀଶୁ ଖ୍ରୀଷ୍ଟଙ୍କୁ କହିଲା ତୁମ୍ଭେ ଯେବେ ମୋତେ ପ୍ରଣାମ କରିବ ଏ ସମସ୍ତ ଐଶ୍ୱର୍ଯ୍ୟ ପୃଥିବୀର ମୁଁ ତୁମକୁ ପ୍ରଦାନ କରିବି। ଯୀଶୁ ତାଙ୍କୁ କ'ଣ ଉତ୍ତର ଦେଲେ ଜାଣିଛନ୍ତି? ଯୀଶୁ କହିଲେ ବାକ୍ୟରେ ଲେଖା ଅଛି ତୁମ୍ଭେ ପରମେଶ୍ୱରଙ୍କର ଉପାସନା କରିବ ଏବଂ କେବଳ ତାହାଙ୍କର ହିଁ ସେବା କରିବ। ତ ଏଇଟା କୋଉଠି ଲେଖା ହେଇଛି? ଏଇଟା ମଧ୍ୟ ଦ୍ୱିତୀୟ ବିବରଣୀ ତାର 6 ଅଧ୍ୟାୟ 13 ପଦରେ ଲେଖା ହେଇଛି। ତ ଆପଣ ଦେଖନ୍ତୁ ଶୈତାନ ଯେତିକି ବି ପ୍ରଶ୍ନ କଲା ସେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଯୀଶୁ ଟୋରା ବା ବାଇବଲର ପୁରାତନ ନିୟମର ପୁସ୍ତକ ଅନୁସାରେ ତାଙ୍କୁ ଉତ୍ତର ଦେଉଛନ୍ତି। ସେଥିରୁ ଆମେ କ'ଣ ଜାଣୁଛୁ? ଯୀଶୁ ଖ୍ରୀଷ୍ଟ ଯେଉଁ ଶିକ୍ଷାକୁ ମାନୁଥିଲେ, ଯେଉଁ ଶିକ୍ଷାକୁ ପାଳନ କରୁଥିଲେ, ଯେଉଁ ଶିକ୍ଷା ଅନୁଯାୟୀ ଚାଲୁଥିଲେ ଆଉ ଯେଉଁ ଶିକ୍ଷାକୁ ଆଧାରିତ କରି ଶିକ୍ଷା ପ୍ରଦାନ କରୁଥିଲେ ତାହା ଥିଲା ପୁରାତନ ନିୟମ ବା ଟୋରା ବା ଟନକ ଆମେ ତାକୁ କହିପାରିବା। ତ এইটু আমি কনফর্ম হচ্ছু যে যীশু জিহুদী মানকর শিক্ষা অনুযায়ী কথাবার্তা করলে। তো জিহুদী মানকর যে পরমেশ্বর লে যীশুঙ্কর সেই পিতা লে। তো সে সেই একা ব্যক্তি অটন্তি। আচ্ছা আপন কইবা অনুসারে যীশু যাহা বি কিছু শিক্ষা দউতিলে তা জিহুদী মানক ধর্মশাস্ত্রରୁ ହିଁ ଶିକ୍ଷା ଦଉଥିଲେ। ହଁ ଯୀଶୁ ଯାହା କିଛି ବି ଶିକ୍ଷା ଦେଇଛନ୍ତି ସେ ଜିହୁଦୀ ମାନଙ୍କର ଧର୍ମଶାସ୍ତ୍ରକୁ ଆଧାରିତ କରିକି ହିଁ ଦେଇଛନ୍ତି, କାରଣ ସେ ନିଜେ ବି ଜଣେ ଜିହୁଦୀ ବ୍ୟକ୍ତି ଥିଲେ। ଆଉ ଜିହୁଦୀ ମାନଙ୍କର ଧର୍ମଶାସ୍ତ୍ରରୁ ଆଧାରିତ କରିକି କେବଳ ଶିକ୍ଷା ଦେଲେ ସେ କଥା ନୁହଁ। ଯୀଶୁ ଖ୍ରୀଷ୍ଟ ନିଜେ କ'ଣ କହିଛନ୍ତି ଜାଣିଛନ୍ତି? ଯୀଶୁ ନିଜେ କହିଲେ ମୁଁ ବ୍ୟବସ୍ଥାକୁ ଲୋପ କରିବାକୁ ଆସିନାହିଁ କିନ୍ତୁ ବ୍ୟବସ୍ଥାକୁ ସଫଳ କରିବାକୁ ଆସିଅଛି। କେଉଁ ବ୍ୟବସ୍ଥା? ଯେଉଁ ବ୍ୟବସ୍ଥା କି ଜିହୋବା ପରମେଶ୍ୱର ମୋଶାଙ୍କୁ ପ୍ରଦାନ କରିଥିଲେ ଏବଂ ମୋଶା ସେହି ସମସ୍ତ ବ୍ୟବସ୍ଥାକୁ ଲେଖିଥିଲେ। ବ୍ୟବସ୍ଥା କ'ଣ? ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ପ୍ରତିମା ପୂଜା କର ନାହିଁ, ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ଏଇ ସମସ୍ତ ହେଉଛି ଲ ଗୁଡ଼ାକ, ଏଇ ସମସ୍ତ ହେଉଛି ବ୍ୟବସ୍ଥା। ଆଉ ଏଇ ସମସ୍ତ ବ୍ୟବସ୍ଥା ମନୁଷ୍ୟ ନିଜ ଚେଷ୍ଟାରେ କେବେ ମଧ୍ୟ ସଫଳ କରିପାରିବ ନାହିଁ। କିନ୍ତୁ ଯୀଶୁ ଆସିକି କହୁଛନ୍ତି ମୁଁ ବ୍ୟବସ୍ଥାକୁ ଲୋପ କରିବାକୁ ଆସିନାହିଁ ବରଞ୍ଚ ମୁଁ ବ୍ୟବସ୍ଥାକୁ ସଫଳ କରିବାକୁ ଆସିଅଛି। ତ ଆମେ ଯଦି ଦେଖିବା ଯୀଶୁଖ୍ରୀଷ୍ଟ କାହିଁକି କହିଲେ ଯେ ମୁଁ ବ୍ୟବସ୍ଥାକୁ ସଫଳ କରିବାକୁ ଆସିଅଛି? କାରଣ ଜଣେ ବି ମନୁଷ୍ୟ ନଥିଲେ ଯିଏକି ବ୍ୟବସ୍ଥାକୁ ସଫଳ କରିପାରୁଥିଲେ, କାରଣ କେହି ମଧ୍ୟ ଧାର୍ମିକ ନଥିଲେ, କାହା ପାଖରେ ମଧ୍ୟ ସେ କ୍ଷମତା ନଥିଲା ବ୍ୟବସ୍ଥାକୁ ସଫଳ କରିବା। ସେଟା କେବଳ ଈଶ୍ୱର କରିପାରିଥାନ୍ତି। ତ ସେଇ ଜିହୋବା ପରମେଶ୍ୱର ଯିଏକି ସ୍ୱର୍ଗରେ ବିରାଜମାନ ସେ ଦେହ ଧାରଣ କରିକି ଯୀଶୁ ନାମରେ 2000 ବର୍ଷ ତଳେ ଏଇ ଜଗତକୁ ଆସିଲେ। ତ ସେ ଯେଉଁ ପିତା ବୋଲି ସମ୍ବୋଧନ କରୁଛନ୍ତି ସେ ପିତା ବି ସେ ନିଜେ ହିଁ, କିନ୍ତୁ ପୁତ୍ର ରୂପରେ ଯେହେତୁ ଜଗତକୁ ଆସିଥିଲେ ଆଉ ସେ ମନୁଷ୍ୟ ରୂପ ଧାରଣ କରିଥିଲେ ତେଣୁ ସେ ଈଶ୍ୱରଙ୍କୁ ପିତା ବୋଲି ସମ୍ବୋଧନ କରୁଛନ୍ତି। ବାଇବଲ ପ୍ରକାଶ କରେ କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ କିନ୍ତୁ ତାହାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ଅର୍ଥାତ୍ ଯୀଶୁଖ୍ରୀଷ୍ଟ ତାହାଙ୍କୁ ପ୍ରକାଶ କଲେ। ତ ଈଶ୍ୱରଙ୍କୁ କିଏ ପ୍ରକାଶ କଲେ? ଯୀଶୁ ପ୍ରକାଶ କଲେ। ଆଉ ଯୀଶୁଙ୍କୁ ଯେତେବେଳେ ତାଙ୍କ ଶିଷ୍ୟମାନେ ପଚାରିଲେ ଆମକୁ ପିତାଙ୍କୁ ଦେଖେଇ ଦିଅନ୍ତୁ, ଯୀଶୁ ତାଙ୍କୁ କ'ଣ ଉତ୍ତର ଦେଲେ ଜାଣିଛନ୍ତି? ଯେ ମୋତେ ଦେଖିଅଛି ସେ ମୋର ପିତାଙ୍କୁ ହିଁ ଦେଖିଅଛି। ଅର୍ଥାତ୍ ସେ କହିବାକୁ ଚାହୁଁଛନ୍ତି ଯେ ମୁଁ ହିଁ ସେଇ ପିତା କିନ୍ତୁ ପୁତ୍ର ରୂପରେ ଜଗତକୁ ଆସିଅଛି। ତ ସେଇ ଜିହୋବା ପରମେଶ୍ୱର ଯୀଶୁ ନାମରେ ଜଗତକୁ ଆସିଥିଲେ ଆଉ ସେ ହେଉଛନ୍ତି ବାସ୍ତବ ପରମେଶ୍ୱର, ଜଗତର ସୃଷ୍ଟିକର୍ତ୍ତା ଯିଏକି ସମସ୍ତ ବିଷୟକୁ ରଚନା କରିଅଛନ୍ତି। କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯୀଶୁ କ'ଣ ବୋଲି କହିଲେ ଜାଣିଛନ୍ତି? ପିତାକୁ ଆଉ ମୋତେ ତୁମେ ଭିନ୍ନ କରିବ କି? ଯୀଶୁ କହିଲେ ମୁଁ ଓ ପିତା ଏକ, ଅର୍ଥାତ୍
ତାଙ୍କର ସ୍ୱଭାବ ଏବଂ ମୋର ସ୍ୱଭାବ ଏକ ଅଟେ। ତାହାଙ୍କର ଚରିତ୍ର ଏବଂ ମୋର ଚରିତ୍ର ଏକ ଅଟେ। ଯେ ମୋତେ ଦେଖିଅଛି ସେ ପିତାଙ୍କୁ ହିଁ ଦେଖିଅଛି। ତ ଯୀଶୁଙ୍କୁ ଦେଖିବା ଯାହା, ପିତାଙ୍କୁ ଦେଖିବା ତାହା। ଆପଣ କେବେ କହିପାରିବେ ମୋତେ ଦେଖିବା ଯାହା ମୋ ବାପାଙ୍କୁ ଦେଖିବା ତାହା କହିପାରିବେ? ଆପଣ କହିପାରିବେ। କାହିଁକି? କାରଣ ଭିନ୍ନ। କିନ୍ତୁ ଯୀଶୁ କେମିତି କହୁଛନ୍ତି ଯେ ମୋତେ ଦେଖିବା ଯାହା, ମୋ ପିତାଙ୍କୁ ଦେଖିବା ତାହା, କାରଣ ମୁଁ ଓ ମୋ ପିତା ଏକ ଅଟୁ। ଏଟା କାହିଁକି ସେ କହିପାରିଲେ? କାରଣ ସେ ନିଜେ ହିଁ ସେଇ ବ୍ୟକ୍ତି ଅଟନ୍ତି, ଆଉ ସେ ଦେହ ଧାରଣ କରି ଜଗତକୁ ଯୀଶୁ ନାମରେ ଆସିଥିଲେ। ତ ଯୀଶୁ ହିଁ ସେଇ ଜିହୋବା ପରମେଶ୍ୱର, କିନ୍ତୁ ପୃଥିବୀକୁ ଯେତେବେଳେ ସେ ଆସିଲେ ମାନବ ରୂପ ଧାରଣ କରିକି ଆସିଲେ ଆଉ ଯୀଶୁ ନାମରେ ପରିଚିତ ହେଲେ। ତ ଯିଏ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଛି ସେ ଜଗତର ସୃଷ୍ଟିକର୍ତ୍ତା ଅର୍ଥାତ୍ ଜିହୋବା ପରମେଶ୍ୱରଙ୍କୁ ଜାଣିଛି। ତେଣୁ ଯୀଶୁ କହିଲେ ଯିଏ ପୁତ୍ରଙ୍କୁ ଜାଣେ ନାହିଁ ସେ ପିତାଙ୍କୁ ଜାଣିପାରିବ ନାହିଁ। ତ ପୁତ୍ରଙ୍କୁ ଜାଣିବା ହିଁ ପିତାଙ୍କୁ ଜାଣିବା।